କାଇଁ ଆପଣ ସେଠି ହଉଥିଲା ବୋଲି ଆମକୁ ଡାକିଲେନି? ଆପଣ କଣ ଦରଦାମ ବୃଦ୍ଧିଟାକୁ ସେଇଠି ବିରୋଧ କରୁଛନ୍ତି? 80 ଟଙ୍କା ଲେଖା ମିଲ୍ କରିକିରି ବିଧାନସଭାରେ ଯେ ବିଧାୟକ ଦରମା ପାଉଛନ୍ତି ଲକ୍ଷ ଟଙ୍କା 2 ଲକ୍ଷ ଟଙ୍କା ଲେଖା 1300 ଟଙ୍କା ତମେ କମ ହେଇছে 500 ଟଙ୍କା ଲେଖା ମିଲ୍ କରନ୍ତୁ ସେଠି। କର୍ମୀଙ୍କ ପାଇଁ ଯୋଉଟା ହୁଏ ସେଠି ପଇସା ନିଆଯାଏନି, ଆପଣ ଭଲ ଭାବରେ ଜାଣିଛନ୍ତି। ଯୋଉଠି ପଇସା ନିଆଯାଏ ସେଟା ରେଷ୍ଟୁରାଣ୍ଟ କୁହାଯାଏ। ତେଣୁ ଯଦି ବିଜେଡି ପାର୍ଟି ହେଲା କହିବେ ଏଠି କ୍ୟାଣ୍ଟିନ୍ ହେଇଛି, ଯୋଉଟା ମୁଁ ଶୁଣୁଥିଲି ଆପଣଙ୍କର ଅରୁଣ ସାହୁ କହୁଥିଲେ ଯେ ପାର୍ଲିଆମେଣ୍ଟରେ ଗୋଟେ କ୍ୟାଣ୍ଟିନ୍ ଅଛି, ରେଲୱେରେ ଗୋଟେ କ୍ୟାଣ୍ଟିନ୍ ଅଛି, ଆପଣ ସେଟା କଣ ପାର୍ଲିଆମେଣ୍ଟ ଭାବୁଛନ୍ତି? ଆପଣ ପାର୍ଟି ଅଫିସ୍ କରିବା ପାଇଁ ଲେଖିକି ନେଇଛନ୍ତି। ଯଦି ବି ଠିକ୍ ଅଛି ଆପଣ କହୁଛନ୍ତି ଯେ ସେ ଗୋଟେ କାଲି ଥଟ୍ଟା କରି କହିଛନ୍ତି ଜଗନ୍ନାଥ ପ୍ରଧାନଙ୍କୁ ଯେ ଆପଣ ଆସନ୍ତୁ ଖାଇକି ଯିବେ, କିଛି ଅସୁବିଧା ନାହିଁ। ଆପଣ କଣ ଦରଦାମ ବୃଦ୍ଧିଟାକୁ ସେଇଠି ବିରୋଧ କରୁଛନ୍ତି? 80 ଟଙ୍କା ଲେଖା ମିଲ୍ କରିକିରି ଯେତେବେଳେ ବାହାରେ ରାସ୍ତାଘାଟରେ 70 ଟଙ୍କାରେ ମିଳୁଛି, 60 ଟଙ୍କାରେ ମିଳୁଛି, ଆପଣ 80 ଟଙ୍କା କାହିଁ କରୁଛନ୍ତି? ସେ ପଇସା ଯାଉଛି କୋଉଠିକି? ସାଧାରଣ ଲୋକଟେ ଯାଉଛି। ସେଇ ଯୋଉ ଅରୁଣ ସାହୁ କହିଲେ ଶଙ୍ଖ ଭବନ ଯେତେବେଳେ ଆରମ୍ଭ ହୋଇଥିଲା, ଆପଣଙ୍କ ଯଦି କିଏ ବି ଦେଖୁଥିବେ ମାରିଦେବେ ୟୁଟ୍ୟୁବରେ, ଆପଣଙ୍କର ଯେତେ କ'ଣ ମାଧ୍ୟମ ଅଛନ୍ତି, ସେ ସମୟରେ ମୁଖପାତ୍ର ମାନେ କ'ଣ କହିଥିଲେ? ଶଙ୍ଖ ଭବନରେ କ'ଣ ହବ? ଶଙ୍ଖ ଭବନରେ ପ୍ରତି ମାସରେ ରକ୍ତଦାନ ହବ। କେତେ ଥର ରକ୍ତଦାନ କରୁଛନ୍ତି? କେତେଟା ଭିଡ଼ିଓ ଦେଖେଇ ପାରିବେ ଶଙ୍ଖ ଭବନରେ କେତେ ଥର ରକ୍ତଦାନ ହେଇଛି? ଏକ ଦ୍ୱିତୀୟ କଥା କ'ଣ କହିଲେ? ଗରିବ ଲୋକଙ୍କୁ ସେଠି ବାହାଘର ବ୍ରତଘର ବିବାହ ଭୋଜି ସବୁ କରିବେ ବୋଲି। କେତେ ଜଣଙ୍କର ସେଠି ବାହାଘର ହେଇଛି? ଶଙ୍ଖ ଭବନକୁ କାହାକୁ ଛଡ଼ା ହଉଛି ସେଠି ତା ଭିତରକୁ? ତେଣୁ କଥା ହଉଛି ଯୋଉଥିପାଇଁ ଆପଣ ନେଇଛନ୍ତି ସେଇଥିପାଇଁ ସେ କାର୍ଯ୍ୟ କରନ୍ତୁ, ଖାଇକି ଯିବେ ଆସନ୍ତୁ। ଆପଣ ସେଟା ଶଙ୍ଖ ଭବନଟା ଆପଣ କ'ଣ ଭାବିଲେ? ଲାଷ୍ଟ ଗୋଟେ ହୋଟେଲ ଖୋଲାଗଲା। କାହିଁ ଆପଣ ଆଗରୁ କହୁନଥିଲେ? ଗୋଟେ ଆପଣ ଯଦି ଆପଣ ଗରିବ ଲୋକଙ୍କ ପାଇଁ କରୁଛନ୍ତି, ସାଧାରଣ ଲୋକଙ୍କ ପାଇଁ କରୁଛନ୍ତି, ଆପଣ ଆଗରୁ ଲେଖିକି ମାରିଲେ ନାହିଁ ଯେ ଆ ଭିତରେ ଗୋଟେ କ୍ୟାଣ୍ଟିନ୍ ଅଛି। ଯେତେବେଳେ ଗଣମାଧ୍ୟମକୁ ଆସିଲା, ଆପଣ ଗଣମାଧ୍ୟମର କଥାରୁ ବା ଆପଣଙ୍କର କୋଉ ଯଦି ସରକାର ଆପଣଙ୍କର ନାହିଁ, ସରକାର ଯେତେବେଳେ ଅନ୍ୟ ଆଉ ଭାରତୀୟ ଜନତା ପାର୍ଟିର ସରକାରକୁ ଆସିଲା, ତାଠାରୁ ବଞ୍ଚିବା ପାଇଁ କ'ଣ ନା ଆପଣ ଆସନ୍ତୁ ଖାଇକି ଯିବେ। କାଇଁ ଆପଣ ସେଠି ହଉଥିଲା ବୋଲି ଆମକୁ ଡାକିଲେନି? ଆପଣଙ୍କ ଗଣମାଧ୍ୟମରେ ମୁଁ ପଚାରିବାକୁ ଚାହୁଁଛି କେତେ ଜଣ ସାମ୍ବାଦିକ ସେଠି ଯାଇ ଖାଇଛନ୍ତି? ସେଇ ସାମ୍ବାଦିକ ଜାଣିଲେ ବୋଲି ତ ସେ ଜିନିଷ ଆଜି ସାମ୍ନାକୁ ଆସିଛି। ଏ ଜିନିଷ କୋଉଠି କ୍ୟାଣ୍ଟିନ୍ ଅଛି? କେତେ ପଇସା ଦଉଛନ୍ତି ଆପଣ କହୁନାହାନ୍ତି ମତେ? ହଁ, କେତେ ପଇସା କେତେ ଟଙ୍କା ଯାଉଛି? ମୂଳ କଥା ହଉଛି ରେଟ୍ ଚାର୍ଟ ମରା ହେଇଛି 80 ଟଙ୍କା। ସେଠି 80 ଟଙ୍କା କଥାରୁ ହିଁ ଉଠୁଛି ସେଠି ଜିନିଷ। ସେ ପଇସାଟା ତ ଆସୁଛି, ପଇସା ଯାଉଛି କୁଆଡେ? ତେଣୁ ସ୍ୱାଭାବିକ କଥା, ଆପଣଙ୍କର 80 ଟଙ୍କା ନେଉଛନ୍ତି, ସେ ପଇସାଟା ପାର୍ଟି କାମରେ ଲାଗୁଛି କି ଲୋକଙ୍କ କାମରେ ଲାଗୁଛି, ତାର କ୍ଲାରିଫିକେସନ ଦେଇ ଦିଅନ୍ତୁ। ମୂଳ କଥା ସେଇଠି। କେହି ମନା କରୁନାହାନ୍ତି ଆପଣଙ୍କୁ କ୍ୟାଣ୍ଟିନ୍ କରିବା ପାଇଁ, କେହି କହୁନାହାନ୍ତି ଆପଣ କର୍ମୀ ଖାଇବା ପାଇଁ। ହଁ, କିଛି ଅସୁବିଧା ନାହିଁ। ଆପଣ ମୋ କଥା ଆପଣ ବୁଝିପାରିଲେନି। ନାଇଁ ବୁଝିପାରିଲେନି ମୋ କଥା। ସେଇଟା ହଉଛି କଥା। ଓଡ଼ିଶା ବିଧାନସଭାରେ ହେଇଛି, କାହିଁ ଆପଣ ସେ ବିଧାନସଭାରେ 150 ଟଙ୍କା ତାକୁ ବନ୍ଦ କରୁନାହାନ୍ତି? କାହିଁ 150 ଟଙ୍କା ଆଜି ହେଇଛି? କଂଗ୍ରେସ କଥାଟା ନାଇଁ ବୁଝିପାରିଲେନି। ବିଧାନସଭାରେ ଯେ ବିଧାୟକ ଦରମା ପାଉଛନ୍ତି ଲକ୍ଷ ଟଙ୍କା 2 ଲକ୍ଷ ଟଙ୍କା ଲେଖା 150 ଟଙ୍କା ତମେ କମ ହେଇছে 500 ଟଙ୍କା ଲେଖା ମିଲ୍ କରନ୍ତୁ ସେଠି। ଅସୁବିଧା କ'ଣ ଅଛି? ବିଧାନସଭା ଭିତରେ ଆମ ଭଳିଆ ଆପଣ ଭଳିଆ ଗରିବ ଲୋକ ଯାଉଛନ୍ତି ସେଠି ଖାଇବା ପାଇଁ? ସେଠି ବିଧାୟକ ଯାଉଛନ୍ତି, ସଚିବ ଯାଉଛନ୍ତି, ଯେ ଅଥରିଟି ଆମର ଅଫିସର ରହିଲେ ସେମାନେ ଯାଉଛନ୍ତି, ସେମାନଙ୍କ ଦରମା। ହଁ, କର୍ମଚାରୀ ମାନେ ଖାଉଛନ୍ତି, କର୍ମଚାରୀ ମାନେ କୋଶ୍ଚିନ୍ ଉଠିବା ଦରକାର। ସେଠି ତାଙ୍କର 2ଟା କ୍ୟାଣ୍ଡିଡେଟ୍ କରିଦିଅନ୍ତୁ ସେଠି, ସେ ପାଇଁ ତ କେହି ମନା କରିନାହାନ୍ତି। କଂଗ୍ରେସ ଭବନ ସବୁଠାରୁ ପୁରୁଣା ଦଳ ହଉଛି କଂଗ୍ରେସ ଦଳ। କଂଗ୍ରେସ ଭବନରେ କେତେଟା କ୍ୟାଣ୍ଟିନ୍ ଅଛି? ବିଜେପି କ୍ୟାଣ୍ଡିଡେଟ୍ କେତେଟା କ୍ୟାଣ୍ଟିନ୍ ଅଛି? ଯୋଉଟା ଭୁଲ ଆପଣଙ୍କ ସେଇଟା ଭୁଲ କହିବେ। ତେଣୁ ଆପଣ ଯେତେବେଳେ ଆଜି ଧରା ପଡ଼ିଗଲେ 80 ଟଙ୍କା ଲେଖାରେ ଆପଣ ମିଲ୍ ବିକୁଛନ୍ତି ବୋଲି, ପ୍ରଶ୍ନ ସେଇଠି ଅଛି ଆଜ୍ଞା। ଏଇଟା ସାଧାରଣ କଥା। ସେଇ ବିଜେଡି ଲୋକ କ'ଣ ତାଙ୍କ ମନରେ ପ୍ରଶ୍ନ ଅଛି? ଆରେ 80 ଟଙ୍କା ଲେଖା କିଏ କରିଛି? ସେ ପଇସାଟା ଆସୁଛି କୁଆଡେ ଯାଉଛି? ଏ ଜିନିଷଟା ବି ସାମ୍ନାକୁ ଆସିବା ଦରକାର ନା, ନିଶ୍ଚିତ ଭାବେ। ତେଣୁ ଆପଣ କ୍ୟାଣ୍ଟିନ୍ କରୁଛନ୍ତି ବୋଲି ଆପଣ ଲେଖିକି ମାରନ୍ତୁ। କ୍ୟାଣ୍ଟିନ୍ଟା ଆପଣ କରିବା ପାଇଁ ସେଠି ନେଇନଥିଲେ, 80 ଟଙ୍କା ମିଲ୍ ବିକିବା ପାଇଁ ଆପଣ ସେ ଜାଗା ନେଇନଥିଲେ। ପ୍ରଶ୍ନ ସେଇଠି ଅଛି। ଜଗନ୍ନାଥ ପ୍ରଧାନ ଯିଏ ଆମର ବିଧାୟକ କ୍ୟାଣ୍ଡିଡେଟ୍ ଥିଲେ, ପ୍ରାର୍ଥୀ ଥିଲେ, ଶୁଣନ୍ତୁ ଆଜ୍ଞା 400 ଲୋକ ଖାଇବାକୁ କରୁଛନ୍ତି, ଯଦି ଆପଣ 80 ଟଙ୍କା ଲେଖା ସେଠି କରନ୍ତୁ ନାହିଁ। ଆପଣଙ୍କ କର୍ମଚାରୀ, ଆପଣଙ୍କ ଦଳୀୟ କର୍ମଚାରୀ ସେମାନେ। ଆପଣ ନାଇଁ ଭୁଲ କଥା। ଆପଣ ସେଇଠି ତ ପ୍ରୋବ୍ଲେମ୍। ସେଠି ସାଧାରଣ ଲୋକ ଆପଣଙ୍କ ଘର ଭିତରେ ଆପଣ କ'ଣ ମଟନ କରୁଛନ୍ତି, ଚିକେନ କରୁଛନ୍ତି, 80 ଟଙ୍କା ଯୋଉ ରେଟ୍ଟା ମାରିଛନ୍ତି, ଆପଣଙ୍କ ଘର ଲୋକ କ'ଣ କିଣି ଖାଇବେ? ସେ ପ୍ରଶ୍ନଟା ବି ଆପଣ ଆସନ୍ତୁ ନା। ତେଣୁ ମୂଳ କଥା ହଉଛି ପର୍ପୋଜ ଅଫ୍ ଆପଣ ସେ ଜାଗା ନେଇଛନ୍ତି, ଆପଣଙ୍କର ପାର୍ଟିର କାର୍ଯ୍ୟାଳୟଟି ହବ, ଆପଣଙ୍କର ପାର୍ଟି ବେସରେ ଆପଣ ସେଠି କାମ ହବ। ଆପଣ କ୍ୟାଣ୍ଟିନ୍ କରିକି 80 ଟଙ୍କା ଲେଖାରେ କାହାକୁ ଗୋଟେ ଦେବେ? କିଏ ନେଇଛି? ସେ କିଏ? ସେ ଲୋକ କିଏ ନେଇଛି? ହଁ କୁହାଯାଏ। ଶୁଣନ୍ତୁ, ମୁଁ ଆପଣଙ୍କୁ ଗୋଟେ ସ୍ପଷ୍ଟ କଥା କହିଲି, ଯେତେବେଳେ 80 ଟଙ୍କାର କଥା ହଉଥିଲା ମୁଁ କୋଉଠି ଜାଣିଲି? ଆପଣଙ୍କ ଗଣମାଧ୍ୟମରେ ବାଜିଲା। କ୍ୟାଣ୍ଟିନ୍ କାହାକୁ କୁହାଯାଏ? ଯୋଉଠି ଆପଣଙ୍କର ନାଇଁ ଭୁଲ କଥା ଆପଣ କହୁଛନ୍ତି। ଗଣମାଧ୍ୟମର
ମୁଁ ଆପଣଙ୍କୁ ସ୍ପଷ୍ଟ ଭାବରେ କହୁଛି, ଜଣେ ଲୋକ ସ୍ପଷ୍ଟ ଭାବରେ କହୁଛନ୍ତି ଆଜ୍ଞା ଏଠି 80 ଟଙ୍କାରେ ମିଲ୍ ମିଳୁଛି। ସେ ଭିଡିଓ ଆଜି ସାମାଜିକ ଗଣମାଧ୍ୟମରେ ସବୁଆଡେ ବାଜି ସାରିଲାଣି। ଆଜ୍ଞା ଏଠି ଟିକେ 80 ଟଙ୍କାରେ ମିଲ୍ ମିଳୁଛି, ମତେ ଜଣେ କହିଲେ ଏଇଠି ଭଲ ମିଳୁଛି, ଆସନ୍ତୁ ଏଠି ଖାଇକି ଯିବେ। ତେଣୁ ସେ ଲୋକ ହଉଛନ୍ତି ମୂଳ ଲୋକ। ତେଣୁ ଏ ଜିନିଷ ସାମ୍ନାକୁ ଆସିବା ପରେ ଜଗନ୍ନାଥ ପ୍ରଧାନ ଏ ପ୍ରଶ୍ନ ଉଠେଇଲେ। ତେଣୁ ଆପଣ ଯୋଉ ଦଳୀୟ କଥା କହୁଛନ୍ତି, କର୍ମୀଙ୍କ କଥା କହୁଛନ୍ତି, ସେଥିରେ କୌଣସି ଅସୁବିଧା ନାହିଁ। ଆପଣଙ୍କ ଦଳରେ ଆପଣ ମଟନ ଦେବେ, ଚିକେନ ଦେବେ, ମାଛ ଦେବେ, ରାଜମା ଦେବେ, କଣ ଦେବେ ଆପଣ ଦେଇପାରିବେ, ଆପଣ କେହି ମନା କରୁନାହାନ୍ତି। ରେଟ୍ ଚାର୍ଟ ଯେତେବେଳେ ଆପଣ ମାରିଲେ, ରେଷ୍ଟୁରାଣ୍ଟ ସେଇଟାକୁ କୁହାଯାଏ ଯୋଉଠି ଆପଣ ଗୋଟେ କିଛି ବିନିମୟରେ ଆପଣ ସେଠି ଖାଦ୍ୟ ପରିଚିଥାନ୍ତି। କର୍ମୀଙ୍କ ପାଇଁ କେହି ମନା କରନ୍ତି, ତାଙ୍କ କର୍ମୀ କଣ ଖାଇବେ ସେଟା ତାଙ୍କର ବ୍ୟକ୍ତିଗତ କଥା। ଦଳ ଆପଣ ଯୋଉ ଦଳୀୟ କାର୍ଯ୍ୟାଳୟ କରିବା ପାଇଁ ହେଲେ ଆପଣ ନେଇଛନ୍ତି ସେଠି କରିବା ପାଇଁ, ଆପଣ 5 ଟଙ୍କାରେ ଆହାର କଲେ, କାହିଁ ସେଠି ଆପଣ 5 ଟଙ୍କାରେ ମିଲ୍ ଦଉନାହାନ୍ତି, 10 ଟଙ୍କାରେ ମିଲ୍ ଦଉନାହାନ୍ତି, 80 ଟଙ୍କା କାହିଁ କରିଛନ୍ତି? ତେଣୁ ସେଟା ଲିଜ୍ ବେସିସରେ ଆପଣ କାହା ଗୋଟେ ହୋଟେଲରେ କରିବାକୁ ଦେଇଛନ୍ତି। କଥା ପ୍ରଶ୍ନ ହଉଛି ସେଇଠି, ଆଉ କିଛି ନାହିଁ ଏଥିରେ।